ଆମର ପ୍ରଭାତୀ ପରିଡ଼ା ଗୋଟେ ନାରୀ ଅଛନ୍ତି ଉପମୁଖ୍ୟମନ୍ତ୍ରୀ। ଆମର ଏଠି କୌଣସି ଆମେ ଦଳ ଉପରକୁ ଯାଉନି, ସେ ଗୋଟେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସେଇ ନାରୀ ଗୋଟେ ଆଜି ଶିକାର ହେଇଛି, ତାଙ୍କର କଣ ଦେଖାଯାଉନି କିଛି ତାଙ୍କୁ? ଆମର ଅଛନ୍ତି କିଏ ମହାମହିମ ରାଷ୍ଟ୍ରପତି ଅଛନ୍ତି, ସିଏ ବି ଓଡ଼ିଶାର ଝିଅ, ଓଡ଼ିଆ ବୁଝିପାରୁଛନ୍ତି। ଓଡ଼ିଆ ନ ବୁଝିଲେ ନା ଠିକ୍ ଅଛି, ନବୀନ ପଟ୍ଟନାୟକ ବୁଝିପାରିଲେ, ନବୀନ ପଟ୍ଟନାୟକ ଗାଦିରୁ ଓହ୍ଲେଇ ଦେଲେ। ସେ ତ ବୁଝିପାରୁଥିବେ, ମହିମ ରାଷ୍ଟ୍ରପତି ଯିଏ ଓଡ଼ିଆ ବୁଝିପାରୁଥିବେ। ଏ କେସ୍ଟା ହେଉଛି ତାଙ୍କ କାନକୁ ଯାଉନି। ଏଇଟା ଟିକେ ଆପଣଙ୍କ ନ୍ୟୁଜରେ ବଜଉନାହାନ୍ତି। ଆପଣ ନାଇଁ ନାଇଁ ମୋ କଥା ନୁହଁ, ଆପଣ ଏଇ ଯୋଉ ଜିନିଷଟା ମୁଁ କହିଲି, ଏଇ ଜିନିଷଟା ଟିକେ ବଜଉନାହାନ୍ତି। ବୁଝିପାରୁଛନ୍ତି ମୁଁ ଯୋଉଟା କହିଲି? ମୋ କହିବା କଥା, ଦିଦିଟା ସିସିଟିଭି ଫୁଟେଜ ଗଲା କୁଆଡେ? ଗୋଟେ ହେଇଛି ହଁ ଚଳିଯିବ, ଦିଦିଟା ସିସିଟିଭି ଫୁଟେଜ ଗଲା କୁଆଡେ? ତାପରେ ସବୁ ଯାକ ତା ମୋବାଇଲରେ କଏଦ ହେଇଛି ଯେ ବିଧାୟକଙ୍କର ଥିଲା ବୋଲି ଏଇ ଜିନିଷ ଗୁଡାକ ସେ ଛଡେଇଛନ୍ତି। ତା ମାନେ ଭିଡିଓ ଛଡେଇବାର କାରଣ କଣ? ତା ମୋବାଇଲ ତମେ କାହିଁ ଛଡଉଥିଲ? ମୋ ମୋବାଇଲ ଟାକୁ ଥାନା ବାଲା କଣ କିଏ କଣ ସେ କାହିଁ ଛଡେଇବେ? ତାଙ୍କର କାରଣ କଣ? ତାମାନେ ମୋ ମୋବାଇଲରେ ଏମିତି କିଛି ଗୁପ୍ତ ଜିନିଷ ଥିଲା ଯାହାକୁ ତମେ ଛଡଉଥିଲ। ଠିକ ନା ଭୁଲ? ପ୍ରଥମ କଥା, ଇଏ ତିନିଟା ଜିନିଷ ଦରକାର। ଗୋଟେ ହେଲା ମେଡିକାଲ ସିସିଟିଭି ଫୁଟେଜ, ଗୋଟେ ହେଲା ତା ମୋବାଇଲ, ଗୋଟେ ହେଲା ବ୍ଲକ ଅଫିସର ସିସିଟିଭି ଫୁଟେଜ। ତାପରେ କଣ ଏମିତି ହେଲା ଯେ ଅସୁସ୍ଥ ଥାଇକି ମଧ୍ୟ ତାକୁ ନିଆହେଲା, କୋର୍ଟ ଫରୱାର୍ଡ କରାହେଲା? କାହିଁକି, କଣ କରାହେଲା? ଅସୁସ୍ଥ ଥିଲେ ଗୋଟେ ଲୋକ ଟ୍ରିଟମେଣ୍ଟ ହବ ନା କୋର୍ଟ ଫରୱାର୍ଡ ହବ? ତା କାହିଁ କୋର୍ଟ ଫରୱାର୍ଡ କଲା? କାହା ପ୍ରେସର କରାହେଲା? ତାମାନେ ତମେ କୋର୍ଟ ଫରୱାର୍ଡ କଲ, ସେଠି 3rd ଡିଗ୍ରୀ ଟର୍ଚର କରି ମାରିଦେବା ଚକରରେ ରହିଲ। ଏଠୁ ନେଇଗଲା ପରେ କୋଉଠୁ ମେଡିକାଲରୁ ନେଇକି ତମେ ହୁଏତ ତାଙ୍କୁ ପଏଜନ ଦେଇକି ମାରି ଦେଇପାର, କି ନହେଲେ ସେ କୋର୍ଟରେ 3rd ଡିଗ୍ରୀ କରିକି ମାରି ଦେଇପାର। ଆଉ କିଛି ତାର ବାଟ ନାହିଁ। ଏଇଟା ଗୋଟେ ରାସ୍ତା ନା ଆଉ କିଛି? ତାଙ୍କର ନବାର କାରଣ ମୁଁ ଭଲ ମতো ଜାଣୁଛି। ସେ ନବାର କାରଣ କୋଉଠି? କୋର୍ଟକୁ ମାରିଦେବା ପାଇଁ ଚକରରେ ନେଇଥିଲେ। ମାରିଦେବା ଚକରରେ ହିଁ ନେଇଥିଲେ। ଆଉ ଯୋଉମାନେ ହିଁ ବାଡେଇଛନ୍ତି ସେ ଏମଏଲଏଙ୍କର ପାଖ ଲୋକ। ପୁରା ଏଥର ସ୍ପଷ୍ଟ ହଉଛି, ଇଏ ସବୁ ଏମଏଲଏଙ୍କର ପାଖ ଲୋକ, ଇଏ ଅନ୍ୟ କେହି ନୁହଁ। ଆଉ ଇଏ ସବୁ ହଉଛି ଏମଏଲଏଙ୍କର ଅକ୍ତିଆରରେ ହଉଛି। ଏମଏଲଏ ଜାଣିଛନ୍ତି, ଏମଏଲଏଙ୍କ ଅକ୍ତିଆରରେ ହଉଛି ଏ ଜିନିଷ। ଯେମିତି କି ମାରି ଦିଆଯାଉ, ଏ ଲୋକଟା ଆମର ଇଏ ଜିନିଷଟା ରଖିଛି, ସବୁ ପ୍ରୁଫ୍ ରଖିଛି। ସେ ତ ବିଜେପିର ନେତ୍ରୀ, ସେ କଣ ହଠାତ୍ ତାଙ୍କ ଭିତରେ ଏଇ ଯୋଉ ଡିଭିଜନ କାହିଁକି ହେଲା? ଶୁଣ, ବିଜେପିର ଆମେ କହିଲେ ବିଜେପିର ନେତ୍ରୀ, କିଛି ଗୋଟେ କାରଣ ଶୁଣନ୍ତୁ।